ଯୋଜନାଥ ପ୍ଲାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୋ କ୍ଲାସେସ୍କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପ୍ଲାନ୍ ଆମେ ଦେଖିବେ କି ଆମର VSc ଯାହାକି ରହିଛି ଆମର ଭ୍ୟାଲୁ ଆଡେଡ୍ କୋର୍ସ ଆମର ଏଥିକ୍ସ ଆଣ୍ଡ ଭ୍ୟାଲୁର ଦ୍ୱିତୀୟ ଅଧ୍ୟାୟ ଯାହାକି ରହିଛି ବ୍ୟକ୍ତିଗତ ଏବଂ ସାର୍ବଜନୀନ ସମ୍ପର୍କରେ ନୈତିକତାର ବିଭିନ୍ନ ଦିଗନ୍ତ ବା ଡାଇମେନସନ୍ସ ଅଫ୍ ଏଥିକ୍ସ ଇନ୍ ପ୍ରାଇଭେଟ୍ ଆଣ୍ଡ ପବ୍ଲିକ୍ ରିଲେସନସିପ୍। ତ ପ୍ରାଇଭେଟ୍ ଏବଂ ପବ୍ଲିକ୍ ରିଲେସନସିପ୍ରେ ଏଥିକ୍ସର କ'ଣ ଡାଇମେନସନ୍ ଅଛି ବା ଏଥିକ୍ସର ବା ନୈତିକତାର କ'ଣ ସବୁ ଦିଗ ଗୁଡ଼ିକ ରହିଛି ସେ ବିଷୟରେ ଆଜି ଆମେ ଆଲୋଚନା କରିବା ପିଲାମାନେ। ତାହେଲେ ଆଉ ଡେରି ନ କରି ଚାଲେ ପିଲାମାନେ କ୍ଲାସ୍ଟାକୁ ଷ୍ଟାର୍ଟ କରିବା ଏବଂ ବ୍ୟକ୍ତିଗତ ଓ ସାର୍ବଜନୀନ ସମ୍ପର୍କର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବା। ତ ପ୍ରଥମେ ଦେଖିବା ବ୍ୟକ୍ତିଗତ ସମ୍ପର୍କରେ ହେଲା ବା ପ୍ରାଇଭେଟ୍ ରିଲେସନସିପ୍ ଇନ୍ ଏଥିକ୍ସ ହେଲା। ତ ଚାଲ ବ୍ୟକ୍ତିଗତ ସମ୍ପର୍କ ନୀତିଶାସ୍ତ୍ର ହେଉଛି ନୈତିକ ନୀତି ଏବଂ ମୂଲ୍ୟ ଯାହା ଆମେ ପରିବାର, ବନ୍ଧୁ ଏବଂ ପ୍ରେମିକ ସାଥୀମାନଙ୍କ ସହିତ କିପରି ଯୋଗାଯୋଗ କରୁ ତାହା ମାର୍ଗଦର୍ଶନ କରେ। ତ ଆମେ ଯଦି ବ୍ୟକ୍ତିଗତ ସମ୍ପର୍କଟା ଦେଖିବା ତାହେଲେ ବ୍ୟକ୍ତିଗତ ସମ୍ପର୍କରେ ନୀତିଶାସ୍ତ୍ର ହେଉଛି ନୀତି ଏବଂ ମୂଲ୍ୟ, ସେ ଯେଉଁ ନୈତିକ ନୀତି ଏବଂ ମୂଲ୍ୟ ଯେଉଁଟାକି ଆମେ ଗୋଟେ ଆମ ପରିବାର, ବନ୍ଧୁ ଏବଂ ଆମ ପ୍ରେମିକ ବା ସେ ଯେଉଁ ଭଲ ପାଇବା ଯେ ରିଲେସନସିପ୍ରେ ରହୁଛନ୍ତି ତ ଆମେ ସବୁବେଳେ ସେଟା ପ୍ରାଇଭେଟ୍ ରଖିଥାଉ ବା ବନ୍ଧୁ ପରିବାର ଏଗୁଡ଼ା ଆମର ହେଉଛି ସବୁ ପ୍ରାଇଭେଟ୍ ରିଲେସନସିପ୍ ହେଲା। ତ ସାର୍ବଜନୀନ ଜୀବନରେ ନୀତିଶାସ୍ତ୍ର ପରିବର୍ତ୍ତେ ଯାହା ପ୍ରାୟତଃ ଆନୁଷ୍ଠାନିକ ଆଇନ ଏବଂ ସଂହିତା ଦ୍ୱାରା ନିୟନ୍ତ୍ରିତ ହୁଏ, ବ୍ୟକ୍ତିଗତ ନୀତିଶାସ୍ତ୍ର ଭାବପ୍ରବଣ ବନ୍ଧନ ଏବଂ ଅଲିଖିତ ନିୟମ ଉପରେ ଆଧାରିତ। ତ ବୁଝିପାରିଲ ନା ପିଲାମାନେ ଏଠାରେ କ'ଣ କହିଲା, ତ ମୁଁ ଆଉ ଥରେ କହି ରଖିବାକୁ ଚାହୁଁଛି। ତ ବ୍ୟକ୍ତିଗତ ନୀତିଶାସ୍ତ୍ର ଯଦି ଆମେ କହିବା ବା ପ୍ରାଇଭେଟ୍ ରିଲେସନସିପ୍ ଯଦି ଆମେ କହିବା ବା ପ୍ରାଇଭେଟ୍ ଯଦି ଆମେ କହିବା ତାହେଲେ ସେଇଟା ଆମର କ'ଣ ନା ଗୋଟେ ପ୍ରାଇଭେଟଲି ବା ସ୍ୱତନ୍ତ୍ର ସେ ଗୋଟେ ରହିଯାଇଥାଏ, ମାନେ ଯେମିତି ପରିବାର ଭିତରେ ବା ବନ୍ଧୁ ଭିତରେ ବା ପ୍ରେମିକମାନଙ୍କ ମଧ୍ୟରେ ସେଇଟା ରହିଯାଇଥାଏ। ସେ କଥା କାହାକୁ କୁହାଯାଏ ନାହିଁ କି ପ୍ରାଇଭେଟ୍ କଥା କିଛି ରହିଥାଏ, ପ୍ରାଇଭେଟ୍ ସବୁ ଘଟଣା ଗୁଡ଼ିକ ଆମେ ସବୁ ଲୁଚେଇ ଥାଉ। କିନ୍ତୁ ଯଦି ପବ୍ଲିକ୍ କଥା ଦେଖିବା ବା ସାର୍ବଜନୀନ ଜୀବନରେ ନୀତିଶାସ୍ତ୍ର ପରିବର୍ତ୍ତେ ସେଠାରେ ଆନୁଷ୍ଠାନିକ ଆଇନ ଏବଂ ସଂହିତା ଦ୍ୱାରା ସେଇଟା ନିୟନ୍ତ୍ରିତ ହୋଇଥାଏ। ଗୋଟେ ତାର ନିର୍ଦ୍ଦିଷ୍ଟ ଆଇନ ଅଛି ବା କିଛିଟା ସଂହିତା ଅଛି। ତ ବ୍ୟକ୍ତିଗତ ନୀତିଶାସ୍ତ୍ର ଭାବପ୍ରବଣ ବନ୍ଧନ ଏବଂ ସେଇଟା ଅଲିଖିତ ନିୟମ। ତ ବ୍ୟକ୍ତିଗତ ନୀତିଶାସ୍ତ୍ରରେ ସେମିତି କିଛି ନିୟମ ନାହିଁ, ସେଇଟା ଗୋଟେ ଭାବପ୍ରବଣ ବା ସେଇଟା ଇମୋସନାଲି କନେକ୍ଟ ହେଇଥାଏ ହେଲା। ତ ଇମୋସନ୍ ସହିତ ଏଇଟା କଥା ବାପା ମାଆଙ୍କର କିଛି ଅସୁବିଧା ହେଲେ ଆମକୁ ବହୁତ କଷ୍ଟ ଲାଗିଥାଏ। ତ ଅନ୍ୟ ଜଣଙ୍କର ବାପା ମାଆଙ୍କର କଷ୍ଟ ହେଲେ ସେଇଟା ମାନେ କ'ଣ କିଛି ଅସୁବିଧା ହେଲେ ଆମକୁ ଏତେ କଷ୍ଟ ହୁଏନି ଯେମିତିକି ନିଜର ହୁଏ, ମାନେ ଏଇଟା ନିଜର ମାନେ ଗୋଟେ ନିଜ ସମ୍ପର୍କର ଗୋଟେ ପରିଚୟ ଦିଏ ହେଲା। ତ ଗୋଟେ ନିଜର ଗୋଟେ ସାଙ୍ଗସାଥି ବା ନିଜର ପ୍ରେମିକ ପ୍ରେମିକା ତ ଏଗୁଡ଼ିକର ହେଲେ ଆମକୁ ଗୋଟେ କଷ୍ଟ ଲାଗିଥାଏ। ତ ଏଇଟା ହେଉଛି ଆମର କ'ଣ ବ୍ୟକ୍ତିଗତ ନୀତିଶାସ୍ତ୍ର। ତ ଏହି ପରିମାଣ ବିଶ୍ୱାସ, ସମ୍ମାନ ଏବଂ ସୁସ୍ଥ ସମ୍ପର୍କ ପରିବେଶକୁ ବୃଦ୍ଧି କରିବା ପାଇଁ ଅତ୍ୟାବଶ୍ୟକ ହେଲା। ବୁଝିପାରିଲ ନା ପିଲାମାନେ। ତ ପବ୍ଲିକ୍ ଯଦି ପ୍ରାଇଭେଟ୍ ରିଲେସନସିପ୍ କହିବା ତ ସେଇଟା ଗୋଟେ ଭାବପ୍ରବଣ ବା ସେଇଠି କିଛି ନିୟମ ନାହିଁ, ସେଇଟା ଆମ ଗୋଟେ କ'ଣ ନା ଗୋଟେ ଭାବପ୍ରବଣ ବନ୍ଧନ, ସେଇଟା ଗୋଟେ ଇମୋସନାଲ୍ କନେକ୍ଟ ହେଇଥାଏ। କିନ୍ତୁ ପବ୍ଲିକ୍ ଯଦି ଦେଖିବା ସେଇଟା ତାର ମାନେ କ'ଣ ସବୁ ନିୟମ ଗୁଡ଼ିକ ରହିଛି। ତ ବ୍ୟକ୍ତିଗତ ସମ୍ପର୍କରେ ନୀତିଶାସ୍ତ୍ରର ମୂଳ ପରିମାଣ କ'ଣ ଦେଖ। ତ ପ୍ରଥମେ ଦେଖିବେ ବିଶ୍ୱାସ ଏବଂ ସଚ୍ଚୋଟତା। ଏହା ଯେକୌଣସି ସୁସ୍ଥ ବ୍ୟକ୍ତିଗତ ସମ୍ପର୍କର ମୂଳତା। ଯଦି ଗୋଟେ ବ୍ୟକ୍ତିଗତ ସମ୍ପର୍କ ଦେଖିବା ତ ସଚ୍ଚୋଟତା ଉପରେ ଯଦି ବିଶ୍ୱାସ ନାହିଁ ସେ ସମ୍ପର୍କ କେଉଁ ମଧ୍ୟ ତିଷ୍ଠି ପାରୁନି। ତ ଦେଖିବ ପିଲାମାନେ ବହୁତ ଗୁଡ଼ିଏ ଡିଭୋର୍ସ ହେଉଛି, ବହୁତ ଗୁଡ଼ିଏ ଯେଉଁ ବ୍ରେକଅପ୍ ହେଉଛି, ତ ଏଇଟା ଗୋଟେ କ'ଣ ବା ବହୁତ ଗୁଡ଼ିଏ ଘର ପରିବାର ଭାଙ୍ଗି ଯାଉଛି କ'ଣ ପାଇଁ ନା ପରିବାର ଭିତରେ ବିଶ୍ୱାସ ଏବଂ ସଚ୍ଚୋଟତା ନାହିଁ। ଏଥିପାଇଁ ସତ୍ୟବାଦୀ, ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ହେବା ଆବଶ୍ୟକ। ଆମେ ସବୁବେଳେ ସତ୍ୟ କହିବା ଦରକାର ବା ସବୁ କ୍ଷେତ୍ରରେ ସତ୍ୟ ପଥରେ ଯିବା ଦରକାର, ସ୍ୱଚ୍ଛ ରହିବା ଦରକାର, ମନରେ କେମିତି କାହା ପ୍ରତି ଖରାପ ଭାବନା ଯେମିତି ନ ରହିବ ସେଇଭଳି ଆମର କ'ଣ ଚିନ୍ତାଧାରା ରହିବା ଦରକାର। ଆମ ବ୍ୟକ୍ତିତ୍ୱ ସେମିତି ହେବା ଦରକାର ଏବଂ ଆମେ ନିର୍ଭରଯୋଗ୍ୟ, ମାନେ ଆମ ଉପରେ ସମସ୍ତେ ଯେମିତି ନିର୍ଭର କରିପାରିବେ ବା ଆମେ ଅନ୍ୟ ଜଣଙ୍କର ନିର୍ଭରଯୋଗ୍ୟ ହେବା ଦରକାର। ବିଶ୍ୱାସ ବିନା ଯୋଗାଯୋଗ ଭାଙ୍ଗିଯାଏ ଏବଂ ସମ୍ପର୍କ ସ୍ଥାୟୀ ହୋଇଯାଏ। ବୁଝିପାରିଲ ନା ପିଲା। ଯଦି ଯେଉଁ ସମ୍ପର୍କରେ ବିଶ୍ୱାସ ନାହିଁ ହେଲା ତ ତୁମେ ମଧ୍ୟ ନିଜେ ଭାବିପାରୁଥିବ, ମାନେ ନିଜକୁ କନେକ୍ଟ କର। ତ ଯିଏ ଆମର ଯେଉଁ ପରିବାର ଭିତରେ ଯେଉଁ ଗୋଟେ ସମ୍ପର୍କ ରହୁଛି, ଯଦି ସେଇଠି ବିଶ୍ୱାସ ନାହିଁ ତାହେଲେ ସେ ଯୋଗାଯୋଗ ବା ସେ ସମ୍ପର୍କଟା ଭାଙ୍ଗିଯାଏ ଏବଂ ସେ ସମ୍ପର୍କଟା ସ୍ଥାୟୀ ହୋଇଯାଏ, ସେ ସମ୍ପର୍କ ଆଉ ଆଗକୁ ଯାଏ ନାହିଁ। ସଚ୍ଚୋଟତା କେବଳ ସତ୍ୟ କହିବା ନାହିଁ ଯେ ଆମେ ଖାଲି ସତ୍ୟ କହିଦେଲେ ସେଇଟା ସଚ୍ଚୋଟତା କହିବା ନାହିଁ, ବରଂ ପ୍ରତାରଣା ଏଇଟା କିମ୍ବା ଗୁରୁତ୍ୱପୂର୍ଣ୍ଣ ସୂଚନା ଲୁଚାଇବା ମଧ୍ୟ ଅନ୍ତର୍ଭୁକ୍ତ। ଆମେ କିନ୍ତୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂଚନା ମାନେ ପରିବାର ଯଦି କିଛି ଗଣ୍ଡଗୋଳ ହେଲା ବା ସାଙ୍ଗସାଥି ଭିତରେ କିଛି ଗଣ୍ଡଗୋଳ ହେଲା ବା ପ୍ରେମିକ ଭିତରେ କିଛି ଗଣ୍ଡଗୋଳ ହେଲା ବା ଗୋଟେ ବନ୍ଧୁ ଆଉ ଗୋଟେ ବନ୍ଧୁ ସହିତ କିଛି ଯଦି ଗଣ୍ଡଗୋଳ ହେଲା ତ ତାକୁ ଆମେ ଲୁଚି ରଖିବା, ସେଇଟା ହେଉଛି ଆମ ସଚ୍ଚୋଟତା। ତ ସମ୍ମାନ ଏବଂ ସୀମା ଦେଖିବା। ଅନ୍ୟମାନଙ୍କର ସହାୟତା, ମତାମତ ଏବଂ ବ୍ୟକ୍ତିଗତ ସ୍ଥାନକୁ ସମ୍ମାନ କରିବା ଅତ୍ୟନ୍ତ ଗୁରୁତ୍ୱ। ମାନେ ଅନ୍ୟମାନଙ୍କର ମତାମତକୁ, ଅନ୍ୟମାନଙ୍କର ସହାୟତାକୁ ଏବଂ ଅନ୍ୟମାନଙ୍କର ବ୍ୟକ୍ତିଗତ ସ୍ଥାନକୁ ଆମେ ସବୁବେଳେ କ'ଣ କରିବା ନା ଆମେ ସବୁବେଳେ ସମ୍ମାନ କରିବା। ତ ଅନ୍ୟର ମତାମତକୁ ବା ଅନ୍ୟର ସହାୟତାକୁ ଆମେ କେତେବେଳେ ଅସମ୍ମାନ କରିବା ନାହିଁ। ସେଇଟା ହେଉଛି ଆମର ଗୋଟେ ସମ୍ପର୍କ ବା ବ୍ୟକ୍ତିଗତ ସମ୍ପର୍କ, ସେଇଟା ହେଉଛି ଗୋଟେ ମୂଲ୍ୟ ବା ସବୁଠାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଏଥିରେ ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ କରିବା ଅନ୍ତର୍ଭୁକ୍ତ। ଯଦି ଆପଣଙ୍କର ମତଭେଦ କରନ୍ତି
ତ ସେଇଟା ଆମେ ତାଙ୍କ ନିଷ୍ପତ୍ତି ସବୁବେଳେ ସମ୍ମାନ କରିବା। ସୀମାର ନୈତିକ ଦିଗ ଗୁରୁତ୍ୱପୂର୍ଣ୍ଣ। ଏଥିରେ କେଉଁ ଆଚରଣ ଗ୍ରହଣୀୟ ତା ଉପରେ ସ୍ପଷ୍ଟ ସୀମା ସ୍ଥିର କରିବା। ତ ଏଥିରେ ଯେଉଁ କେଉଁ ଆଚରଣଟା ଏଇଟା ଗ୍ରହଣୀୟ ହୋଇଥାଏ ଆମେ ତା'ର ସୀମାଟାକୁ ମଧ୍ୟ ସ୍ଥିର କରିବା ଏବଂ ଅନ୍ୟମାନଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସୀମାକୁ ମଧ୍ୟ ଆମେ ସମ୍ମାନ କରିବା। ତ ଅନ୍ୟମାନେ ଯେଉଁ ଗୋଟେ ତାଙ୍କ ଯେଉଁ ସୀମା ବା ତାଙ୍କର ଗୋଟେ କଥାକୁ ଆମେ ସବୁବେଳେ ସମ୍ମାନ କରିବା ପିଲାମାନେ, ବୁଝିପାରୁଛ ତ? ମାନେ ଅନ୍ୟମାନଙ୍କୁ ସମ୍ମାନ ଦେବା, ଅନ୍ୟମାନଙ୍କର କଥାକୁ ଆମେ ସମ୍ମାନ ଦେବା, ଏତିକି ବାସ୍। ସେମାନେ ଯେଉଁଟା ଗୋଟେ ସୀମା ସ୍ଥିର କରିଛନ୍ତି ଗୋଟେ ଗ୍ରହଣୀୟ ହେଲା, ସେଇଟା ମଧ୍ୟ ଆମେ ମାନିବା। ଉଦାହରଣ ସ୍ୱରୂପ ଜଣେ ସାଥିର ଏକାକୀ ସମୟ ପାଇଁ ଆବଶ୍ୟକତାକୁ ସମ୍ମାନ କରିବା, ଅନୁମତି ବିନା ବନ୍ଧୁର ଗୁପ୍ତ କଥା ବାଣ୍ଟି ନ ଦେବା। ମାନେ ଯଦି ଗୋଟେ ସାଙ୍ଗଟି ଯଦି ଏକଲା ହେଇଯାଇଛି ତ ତା'ର ଆବଶ୍ୟକତାଟାକୁ ଆମେ ସବୁବେଳେ ସମ୍ମାନ କରିବା ଏବଂ ତା'ର ବିନା ଅନୁମତିରେ ଆମେ କିଛି ଗୁପ୍ତ କଥା ତା'ର କିଛି ବାହାରୁ କାହାକୁ ଆମେ କହିବା ନାହିଁ। ତ ବିଶ୍ୱସ୍ତତା ହେଲା, ବିଶ୍ୱସ୍ତତା ମାନେ କ'ଣ ନା ଏଦିଗ ବିଶ୍ୱସ୍ତତା ବା ପ୍ରତିବନ୍ଧତା ବୁଝାଏ। ପ୍ରେମ ସମ୍ପର୍କରେ ବିଶ୍ୱସ୍ତତା ପ୍ରାୟତଃ ଜଣେ ସାଥୀଙ୍କ ପ୍ରତି ବିଶ୍ୱସ୍ତ ରହିବା ଏବଂ ବିଶ୍ୱାସଘାତକତା ଏଡ଼ାଇବା। ତ ଆମେ କେତେବେଳେ ତା ପ୍ରତି ବିଶ୍ୱାସଘାତକତା କରିବାନି, ତା ପ୍ରତି ସବୁବେଳେ ବିଶ୍ୱସ୍ତ ରହିବା। ଗୋଟେ ଆମେ ଯଦି ପ୍ରେମ ସମ୍ପର୍କରେ, ତ ଦୁନିଆର ସବୁଠାରୁ ଏଇଟା ବଡ଼ ସମ୍ପର୍କ ବୋଲି ଲୋକମାନେ କହିଥାନ୍ତି ପ୍ରେମ ସମ୍ପର୍କ। ତ ସେଥିପାଇଁ ଆମେ ଜଣେ ସାଥୀଙ୍କ ପ୍ରତି ସବୁବେଳେ ବିଶ୍ୱସ୍ତ ରହିବା ବା ତା'ର କିଛି ମାନେ କ'ଣ ଖରାପ ଗୁଣ ବା ତା'ର ଗୁପ୍ତ କଥା କି ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ନାହିଁ ବା ଆମେ ବିଶ୍ୱାସଘାତକତା ତା ସହିତ କରିବା ନାହିଁ। ବନ୍ଧୁତା ଏବଂ ପାରିବାରିକ ସମ୍ପର୍କରେ ଏହାର ଅର୍ଥ ପରସ୍ପର ପାଖରେ ଠିଆ ହେବା, ପ୍ରତିଶ୍ରୁତି ପାଳନ କରିବା ଏବଂ ବିଶ୍ୱାସଘାତକତା ନ କରିବା। ବୁଝିପାରୁଛ ନା ନାହିଁ? କିଛି ଅସୁବିଧା ହେଲା ବୋଲି ଆମେ ଜଣେ ଅନ୍ୟ ଜଣଙ୍କ ପାଖରେ ଠିଆ ହେବା, ଜଣେ ଅନ୍ୟ ଜଣର ଅସୁବିଧାରେ ଆମେ ସାମିଲ ହେବା, ଆମେ ତାଙ୍କର ପ୍ରତିଶ୍ରୁତି ଯାହା ଦେଇଥିବା ସେଇଟା ପାଳନ କରିବା ଏବଂ ବିଶ୍ୱାସଘାତକତା କରିବା ନାହିଁ। ତ ଯତ୍ନ ଏବଂ ସହାନୁଭୂତି ଦେଖ, ବ୍ୟକ୍ତିଗତ ସମ୍ପର୍କରେ ନୀତିଶାସ୍ତ୍ର ଗଭୀର ଭାବରେ ଭାବପ୍ରବଣ। ଏଇଟା ବୋଧେ ଇମୋସନାଲି ସବୁବେଳେ କନେକ୍ଟ ହୋଇଥାଏ। ମୁଁ ଯେମିତି ବାରମ୍ବାର କହୁଛି ଇମୋସନ୍ ସହିତ ମିଶିଥାଏ। ତ ଯଦି ହଠାତ୍ ଯଦି ଜଣଙ୍କର କ'ଣ ହେଲା ତ ଆମକୁ ବହୁତ ଭାବପ୍ରବଣ ଆମେ ହେଇଯାଇଥାଉ। ଏଥିରେ ଅନ୍ୟମାନଙ୍କ ପ୍ରତି ପ୍ରକୃତ ଯତ୍ନ, କରୁଣା ଏବଂ ସହାନୁଭୂତି ଦେଖାଯାଉନି। ତ ଯଦି ଗୋଟେ ପ୍ରେମ ସମ୍ପର୍କରେ ଆମେ ନିଜ ପ୍ରେମିକାର ଯତ୍ନ ନେବା, ତା ପ୍ରତି କରୁଣା, ତା ପ୍ରତି ସହାନୁଭୂତି ମଧ୍ୟ ଆମେ ଦେଖାଇବା। ଏହାର ଅର୍ଥ କଷ୍ଟକର ସମୟରେ ସମର୍ଥନ କରିବା, ସେମାନଙ୍କ ସଫଳତା ପାଳନ କରିବା ଏବଂ ସେମାନଙ୍କ ଭାବନା ଓ ଦୃଷ୍ଟିକୋଣ ବୁଝିବା ପାଇଁ ପ୍ରୟାସ କରିବା। ତ ସେ ଯେତେବେଳେ ଅସୁବିଧାରେ ପଡ଼ନ୍ତି ତାଙ୍କୁ ସାହାଯ୍ୟ କରିବା ହେଲା, ବା ସେ ଯେତେବେଳେ ତାଙ୍କ ଦୁଃଖ ସମୟ ଆସେ ସେହି ସମୟରେ ତାଙ୍କ ପାଖରେ ଠିଆ ହେବା, ସେ ଯେତେବେଳେ ସଫଳତା ପାଆନ୍ତି ସେହି ସମୟରେ ମଧ୍ୟ ତାଙ୍କ ପାଖରେ ଠିଆ ହେବା, ମାନେ ହସରେ ଖୁସିରେ ସବୁବେଳେ ତାଙ୍କ ପାଖରେ ରହିବା। ତ ଏଇଟା ହେଉଛି ଗୋଟେ ବ୍ୟକ୍ତିଗତ ସମ୍ପର୍କ ସବୁଠାରୁ ମୂଳ ଧାରଣା। ତ ଦାୟିତ୍ୱ ହେଲା, ଏଥିରେ ଆପଣ କାର୍ଯ୍ୟ ଏବଂ ସମ୍ପର୍କରେ ସେମାନଙ୍କର ପ୍ରଭାବର ମାଲିକାନା ନେବା ଅନ୍ତର୍ଭୁକ୍ତ। ଆପଣଙ୍କର କଥା ଏବଂ କାର୍ଯ୍ୟ ପାଇଁ ଦାୟୀ ହେବା ଏବଂ ଭୁଲ ପାଇଁ ଦାୟୀ ହେବା, ବିଶ୍ୱାସ ବଜାୟ ରଖିବା ଏବଂ ଦ୍ୱନ୍ଦ୍ୱ ସମାଧାନ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାନେ ତାଙ୍କର ସବୁ କିଛି ଆମେ ଟିକେ ଦାୟିତ୍ୱ ମଧ୍ୟ ଆମେ ଗ୍ରହଣ କରିବା। ତ ଏଇଟା ହେଉଛି ଆମର ପବ୍ଲିକ୍ ବା ପ୍ରାଇଭେଟ୍ ରିଲେସନସିପ୍ର ଏଇଟା ଆମର ହେଉଛି ମୁଖ୍ୟ ଆଧାର। ତ ଦେଖିଲେ ଏଇଗୁଡ଼ିକ ଯଦି ଆମ ପାଖରେ ରହିଲା ତ ଆମେ ଗୋଟେ ପ୍ରାଇଭେଟ୍ ରିଲେସନକୁ ଆମେ ବଜାୟ ରଖିପାରିବା ହେଲା। ତ ବ୍ୟକ୍ତିଗତ ଦିଗର ଆଧାର ଗୁଡ଼ିକ କ'ଣ? ଦେଖ, ସାଧୁତା ଏବଂ ସଚ୍ଚୋଟତା, ସହାୟତା ପ୍ରତି ସମ୍ମାନ ଦେବା, ବିଶ୍ୱାସ ଏବଂ ବିଶ୍ୱସ୍ତ ରହିବା ଏବଂ ନିଃସ୍ୱାର୍ଥପରତା ତ୍ୟାଗ କରିବା। ତ ଏଇଗୁଡ଼ିକ ତୁମେ ମନେ ରଖିଥିବ ପିଲାମାନେ, ଏଇ 4ଟି ପଏଣ୍ଟ ଇମ୍ପୋର୍ଟାଣ୍ଟ, ମାନେ ବ୍ୟକ୍ତିଗତ ଦିଗର ଆଧାର ଗୁଡ଼ିକ। ତ ଏଇଗୁଡ଼ିକ ତୁମେ ପଢ଼ିଦେବ, ତ ଏଇଟା ସେମିତି କିଛି ନାହିଁ ହେଲା। ତ ଭାବପ୍ରବଣ ଓ ମାନସିକ ଦିଗର ଆଧାର ଦେଖ, ଭାବପ୍ରବଣ ଯେଉଁ ଇମୋସନାଲି ହେଲା ବା ଇମୋସନାଲି ବା ମେଣ୍ଟାଲି ଯେଉଁ ସହାନୁଭୂତି ଏବଂ କରୁଣା, ଅନ୍ୟମାନଙ୍କର ଭାବନାଟାକୁ ବୁଝିବା ଏବଂ ତାଙ୍କ ଭାବନାଟାକୁ ବାଣ୍ଟିବା। ମାନେ ଅନ୍ୟମାନଙ୍କୁ ସେ କ'ଣ ଭାବୁଛି, ସେ ବର୍ତ୍ତମାନ କେଉଁ ଷ୍ଟେଜ୍ରେ ଦେଇ ଗତି କରୁଛି ସେଇଟା ମଧ୍ୟ ଆମେ ବୁଝିବା। ଯତ୍ନ ଏବଂ ଲାଳନ ପାଳନ, ଚାପ ସମୟରେ ଭାବପ୍ରବଣ ସମର୍ଥନ ପ୍ରଦାନ କରିବ। ମାନେ ଯେଉଁ ସମୟରେ ସେ ପ୍ରେସରରେ ଅଛନ୍ତି ବା କିଛି ଅସୁବିଧାରେ ପଡ଼ିଯାଇଛନ୍ତି ବା କିଛି ମେଣ୍ଟାଲି ସେ ଟିକେ ତାଙ୍କର ମସ୍ତିଷ୍କ ଭଲ ନାହିଁ ବା କ'ଣ ଡିସିସନ୍ ନେବେ ସେ ଜାଣିପାରୁନାହାନ୍ତି, ତ ସେହି ସମୟରେ ମଧ୍ୟ ଆମେ ତାଙ୍କୁ ସାହାଯ୍ୟ କରିବା। କ୍ଷମା ଏବଂ ମିଳନ, ଯଦି କ୍ରୋଧ ଏବଂ ଅସନ୍ତୋଷ ଦୂର କରିବା, ଯଦି କିଛି ଭୁଲ କାମ କରିଛନ୍ତି ତାଙ୍କୁ ଆମେ କ୍ଷମା କରିଦେବା ଏବଂ କିଛି ଯଦି ତାଙ୍କ ଉପରେ କ୍ରୋଧ କରିବା ନାହିଁ ବା ଅସନ୍ତୋଷ କରିବା ନାହିଁ। ଅଚାଳନ, ଭାବପ୍ରବଣ ଶୋଷଣ କରିବା, ଗ୍ୟାସ୍ ଲାଇଟିଂ ଏଡ଼ାଇବା। ତ ଆମେ ଭାବପ୍ରବଣତାକୁ ଶୋଷଣ କରିବା ବା ଇମୋସନାଲି ଯେଉଁ ବ୍ଲାକମେଲିଂ କରୁଛନ୍ତି, ଇମୋସନାଲି ବ୍ଲାକମେଲିଂ ଆମେ ତାଙ୍କୁ କରିବା ନାହିଁ। ତ ସାମାଜିକ ଏବଂ ସମ୍ପର୍କୀୟ ଦିଗର ଆଧାର ଗୁଡ଼ିକ ଦେଖ, ନିରପେକ୍ଷତା ଏବଂ ସମାନତା, ସମ୍ପର୍କରେ ପ୍ରାଧାନ୍ୟ ଏଡ଼ାଇବା, ପାରସ୍ପରିକ ସମ୍ମାନ ସୁନିଶ୍ଚିତ କରିବା। ତ ଆମର ନିଜର ପ୍ରାଧାନ୍ୟ, ଆମକୁ ହିଁ ସମସ୍ତେ ସମ୍ମାନ କରିବେ ସେମିତି ନାହିଁ, ଆମେ ପାରସ୍ପରିକ ସମ୍ମାନ ସୁନିଶ୍ଚିତ କରିବା। ଦାୟିତ୍ୱ ଏବଂ କର୍ତ୍ତବ୍ୟ, ପିତାମାତାଙ୍କ କର୍ତ୍ତବ୍ୟ, ପୁତ୍ରଗତ ଦାୟିତ୍ୱ ଏବଂ ଭାଇ ଭଉଣୀ କର୍ତ୍ତବ୍ୟ। ତ ଆମେ ପିତାମାତା ଯଦି ଆମେ ହେଇଥିବା ତ ଆମେ ପିତାମାତାଙ୍କ କର୍ତ୍ତବ୍ୟ ପାଳନ କରିବା। ଆମେ ଯଦି ପୁତ୍ର ହେଇଥିବା ତ ପୁତ୍ର ବା ଝିଅ ହେଇଥିଲେ ମଧ୍ୟ ପୁତ୍ରୀ ଯଦି ହେଇଥିବ ଆମ ଦାୟିତ୍ୱ ଆମେ ତୁଲେଇବା। ଭାଇ ଭଉଣୀ ହେଇଥିଲେ ମଧ୍ୟ ଆମ କର୍ତ୍ତବ୍ୟ ଆମେ ପାଳନ କରିବା। ତ ଏଇଟା ସମାଜ ପାଇଁ ହେଲା। ପାରସ୍ପରିକତା, ବନ୍ଧୁ ଏବଂ ସହଭାଗିତାରେ ଦେବା ନେବାର ସନ୍ତୁଳନ। ତ ଆମେ ଯେଉଁ ସମ୍ପର୍କ କହୁଛୁ ପିଲାମାନେ କ'ଣ ପାଇଁ ନା ଗୋଟେ ଅସୁବିଧାରେ କେମିତି ସାଥ ଦେବା ବା ଅସୁବିଧାରେ କେମିତି ସାହାଯ୍ୟ ଜଣେ କରିପାରିବ, ସେଥିପାଇଁ ଆମେ ବନ୍ଧୁତ୍ୱ ଗୋଟେ ସ୍ଥାପନ କରୁଛେ। ତ ଦ୍ୱନ୍ଦ୍ୱ ସମାଧାନ, ତ ବଳ ପ୍ରୟୋଗ ବଦଳରେ ଆଲୋଚନା ମାଧ୍ୟମରେ ଆମେ ବିବାଦ ପରିଚାଳନା କରିବା। ତ ଆମେ କିଛି ଯଦି ଦ୍ୱନ୍ଦ୍ୱ ତିଆରି ହେଲା ତ ଆମେ ବାଡ଼ା ପିଟା ନ ହେଇକିରି ଆମେ ବା ଗଣ୍ଡଗୋଳ ନ କରିକିରି ଆମେ
କେମିତି ଆଲୋଚନା କରି ସେଇଟା ଆମେ ସମାଧାନ କରିବା ପାଇଁ ଚେଷ୍ଟା କରିବା। ତ ନୈତିକ ଏବଂ ନୈତିକ ଦିଗର ଆଧାର ଗୁଡ଼ିକ ଦେଖ, କ୍ଷତି ନ କରିବା ବା ଗୋଟେ ବନ୍ଧୁର କ୍ଷତି ଆମେ କରିବାନି। ବ୍ୟକ୍ତିଗତ ରିଲେସନସିପ୍ କଥା ମୁଁ କହୁଛି, ଶାରୀରିକ ମୌଖିକ କିମ୍ବା ମାନସିକ କ୍ଷତି ଏଡ଼ାଇବା, ତାକୁ କିଛି କ୍ଷତି ଦେବାନି ଆମେ। ବିଶ୍ୱସ୍ତତା, ବୈବାହିକ ପ୍ରେମ ସମ୍ପର୍କରେ ବିଶ୍ୱସ୍ତତା ଦେବା, ମାନେ ଯେଉଁ ଦେଇ ଦେଉଛନ୍ତି ତ ପ୍ରେମ ବିବାହ କରିବା ବା ମାନେ ବିବାହ କରିବାର ଯେଉଁ ଆଶ୍ୱାସନା ଦେଇ ଦେଉଛନ୍ତି, ତ ସେଇଟା ଗୋଟେ ମଧ୍ୟ ଗୋଟେ ମାନେ ତାଙ୍କୁ ଏଇଗୁଡ଼ିକ ସବୁ ଆମେ ବିଶ୍ୱସ୍ତତା ଦେବା ସିନା, କିନ୍ତୁ ସେଇଟା ଆମେ ସତରେ ରିଏଲ୍ କରି ତ ଏମିତି କାହାକୁ କହିବାନି। ବହୁତ ପିଲାମାନେ ଏମିତି ସମାଜ ଦେଖାଯାଉଛି, ମାନେ ବାହା ହେବାର ସ୍ୱପ୍ନ ଦେଖିକି ବହୁତ ଝିଅକୁ ଲୁଟୁଛନ୍ତି ପୁଅମାନେ, ହେଲା ବହୁତ ଝିଅ ପିଲାମାନେ ବି ପୁଅକୁ ଲୁଟୁଛନ୍ତି। ତ ଏଇଟା ବର୍ତ୍ତମାନ ସମାଜରେ ଗୋଟେ ୟୁନିକ୍ ମାନେ କ'ଣ ଗୋଟେ ଗୋଟେ କିଛି ଆଉ ଏତେ ବଡ଼ କଥା ହେଇନାହିଁ, ସେଇଟା ଗୋଟେ ସାଧାରଣ କଥା ହେଇଗଲାଣି। ତ ପରିବାର ମଧ୍ୟରେ ନ୍ୟାୟ, ପକ୍ଷପାତିତା ଏଡ଼ାଇବା, ପିଲା କିମ୍ବା ସମ୍ପର୍କ ମଧ୍ୟରେ ନ୍ୟାୟ ଶୂନ୍ୟ, ମାନେ ପକ୍ଷପାତିତା କରିବା ନାହିଁ, ମାନେ ଗୋଟେ ଜଣର ସପୋର୍ଟ ନେବା, ଅନ୍ୟ ଜଣଙ୍କୁ ଡିସପୋର୍ଟ କରିବା, ତ ସେମିତି ସମସ୍ତଙ୍କୁ ସପୋର୍ଟ କରିବା, ସମସ୍ତଙ୍କୁ ନ୍ୟାୟ ଦେବା। ମର୍ଯ୍ୟାଦା ପ୍ରତି ସମ୍ମାନ, ପ୍ରତ୍ୟେକ ବ୍ୟକ୍ତି ଏକ ଉପାୟ ନୁହେଁ ଏକ ଶେଷ ଭାବରେ ବ୍ୟବହାର କରିବା ଉଚିତ। ତ ସାଂସ୍କୃତିକ ଏବଂ ଧାର୍ମିକ ଦିଗର ଆଧାର ଦେଖ, ତ ପରମ୍ପରା ଏବଂ ପ୍ରଥା, ଆତ୍ମୀୟତା ଏବଂ ବିବାହର ସାଂସ୍କୃତିକ ମାନଦଣ୍ଡ ଦ୍ୱାରା ଆକୃତିପ୍ରାପ୍ତ ନୈତିକ ଆଚରଣ। ଧାର୍ମିକ ନୈତିକତା, ଶାସ୍ତ୍ରରେ ପରିଭାଷିତ ପିତାମାତା, ପତି ଏବଂ ସନ୍ତାନମାନଙ୍କ ପ୍ରତି କର୍ତ୍ତବ୍ୟ କରିବା। ତ ନୈତିକ ସମ୍ପ୍ରଦାୟ ଆଶା, ନୈତିକ ଆଚରଣ ମାଧ୍ୟମରେ ସାମାଜିକ ସମନ୍ୱୟ ଏବଂ ସାମାଜିକ ପ୍ରତିଷ୍ଠା ବଜାୟ ରଖିବା। ତ ଶାସ୍ତ୍ର ଯେଉଁ ପିତାମାତା, ପତି ଏବଂ ସନ୍ତାନ ଅଛି ସେମାନଙ୍କ ପ୍ରତି ମଧ୍ୟ ଆମେ କର୍ତ୍ତବ୍ୟ କରିବା। ତ ଏଇଟା ହେଲା ଆମର ସାଂସ୍କୃତିକ। ଆଇନଗତ, ଅଧିକାର ଏବଂ କର୍ତ୍ତବ୍ୟ, ବିବାହ ଅଧିକାର, ଶିଶୁଙ୍କ ତତ୍ତ୍ୱାବଧାନ, ଉତ୍ତରାଧିକାର ଦାୟିତ୍ୱ ନେବା, ସମ୍ମତି ଏବଂ ଏଜେନ୍ସି, ବିଶେଷ କରି ଘନିଷ୍ଠ ସମ୍ପର୍କରେ ସମ୍ମତିକୁ ସମ୍ମାନ କରିବା, ହେଲା। ତ ଏଇଗୁଡ଼ି ହେଉଛି ଗୋଟେ ଗୋଟେ ଆମର କ'ଣ ନା ଗୋଟେ ଗୋଟେ ଆମର ଆଧାର, ହେଲା। ବ୍ୟକ୍ତିଗତ ନୀତିଶାସ୍ତ୍ରରେ ପରିମାଣ ସବୁ ଆଧାର ଗୁଡ଼ିକ। ତ ତାପରେ ଆସିଲା ନିଷ୍କର୍ଷ, ହେଲା, ବା ଆମେ ସାରାଂଶ ଯଦି କହିବା, ବ୍ୟକ୍ତିଗତ ସମ୍ପର୍କରେ ନୀତିଶାସ୍ତ୍ର ହେଉଛି ଦାୟିତ୍ୱ ସହ ସ୍ନେହ, ପ୍ରତିବନ୍ଧିତା ସହିତ ସ୍ୱାଧୀନତା ଏବଂ ସାମୂହିକ ମଙ୍ଗଳ ସହିତ ବ୍ୟକ୍ତିଗତ ସ୍ୱାର୍ଥକୁ ଆମେ ସନ୍ତୁଳିତ ରଖିବା। ତ ଆମର ସମସ୍ତଙ୍କର ଯେମିତି ମଙ୍ଗଳ ହେବ ଏବଂ ଆମେ ସେମିତି ଦାୟିତ୍ୱ ନେବା ସମସ୍ତଙ୍କ ପ୍ରତି, ସେଇଟା ଏଠାରେ କୁହାଯାଇଛି। ଏହି ପରିମାଣ ଗୁଡ଼ିକ ନିଶ୍ଚିତ କରି ଯେ ସମ୍ପର୍କ କେବଳ ଭାବପ୍ରବଣ ଭାବରେ ପରିପୂର୍ଣ୍ଣ ନୁହେଁ, ବରଂ ନୈତିକ ଭାବରେ ନ୍ୟାୟପୂର୍ଣ୍ଣ ଏବଂ ସାମାଜିକ ଭାବରେ ସେ ଦାୟୀ ହୋଇଥାଏ, ହେଲା। ତ ଦେଖିଲେ ପିଲାମାନେ ଯେଉଁ ଆମର ବ୍ୟକ୍ତିଗତ ସମ୍ପର୍କରେ କ'ଣ ରହିଛି, ତ ବ୍ୟକ୍ତିଗତ ନୀତିଶାସ୍ତ୍ରର ଗୁରୁତ୍ୱ କ'ଣ ରହିଛି ଦେଖ। ବ୍ୟକ୍ତିଗତ ସମ୍ପର୍କର ନୀତିଶାସ୍ତ୍ର କେବଳ ବ୍ୟକ୍ତିଗତ ଆଚରଣ ବିଷୟ ନୁହେଁ, ଏହାର ଗୋଟେ ବ୍ୟାପକ ପ୍ରଭାବ ରହିଛି। ଏହା ଜଣେ ବ୍ୟକ୍ତିଙ୍କ ନୈତିକ ଚରିତ୍ରର ଆଧାର ଗଠନ କରେ, ଯାହା ପ୍ରାୟତଃ ତାଙ୍କ ସାର୍ବଜନୀନ ଏବଂ ବୃତ୍ତିଗତ ଜୀବନରେ ବିସ୍ତାରିତ ହୁଏ। ତ ଯଦି ଆମେ ଦେଖିବା ଏ ଯେଉଁ ବ୍ୟକ୍ତିର ଗୋଟେ ନୈତିକ ଚରିତ୍ରର ଆଧାର ଗଠନ କରେ କିଏ ନା, ଏଇ ଯେଉଁ ବ୍ୟକ୍ତିଗତ ନୀତିଶାସ୍ତ୍ର, ଯେଉଁଟାକି ତାଙ୍କ ସାର୍ବଜନୀନ ଏବଂ ଗୋଟେ ବୃତ୍ତିଗତ ଜୀବନରେ, ସେ ପବ୍ଲିକ୍ ରିଲେସନସିପ୍ରେ ବା ଆମର ବୃତ୍ତିଗତ ମାନେ ପ୍ରଫେସନାଲ୍ ରିଲେସନ୍ ବା ପ୍ରଫେସନ୍, ସେ ଯେଉଁ ପ୍ରଫେସନ୍ କରୁଥିବେ ବା ସେ ପବ୍ଲିକଲି, ତ ସେଟାରେ ମଧ୍ୟ ସେ କ'ଣ ଗୋଟେ ବିସ୍ତାରିତ ହୋଇଥାଏ। ତ ବ୍ୟକ୍ତିଗତ ଜୀବନରେ ଜଣେ ନୈତିକ ବ୍ୟକ୍ତି ସାର୍ବଜନୀନ ଭାବରେ ସଚ୍ଚୋଟତାର ସହିତ କାର୍ଯ୍ୟ କରିବାର ସମ୍ଭାବନା ଅଧିକ ଥାଏ। ଯଦି ଗୋଟେ ବ୍ୟକ୍ତିଟା ନୈତିକ ଜୀବନରେ, ବ୍ୟକ୍ତିଗତ ଜୀବନରେ ଜଣେ ନୈତିକ ବ୍ୟକ୍ତିରେ ସେ ସବୁବେଳେ କ'ଣ ସାର୍ବଜନୀନ ଭାବରେ ସଚ୍ଚୋଟତାର ସହିତ କାର୍ଯ୍ୟ କରିବାରେ ସେଠାରେ ସମ୍ଭାବନା ଅଧିକ ଥାଏ। ତ ଦେଖିଥିବା ପିଲାମାନେ ବ୍ୟକ୍ତିଗତ ସମ୍ପର୍କରେ ନୀତିଶାସ୍ତ୍ର ସବୁ ଗୁରୁତ୍ୱ ଗୁଡ଼ିକ କ'ଣ ଦେଖ। ପ୍ରଥମେ ଆସିଲା ପାରିବାରିକ ଜୀବନରେ ବିଶ୍ୱାସ ଏବଂ ସଚ୍ଚୋଟତା, ପିତାମାତା, ପତି କିମ୍ବା ପିଲାମାନଙ୍କ ସହିତ ସତ୍ୟବାଦୀ ହେବା ଦୀର୍ଘକାଳୀନ ବିଶ୍ୱାସ ଗଠନ। ତ ଆମେ ବାପା ମାଆଙ୍କୁ ସବୁବେଳେ ସତ କହିବା, ଆମେ ଆମର ପିଲା ଛୁଆଙ୍କୁ ମଧ୍ୟ ଆମେ ସବୁବେଳେ ସତ କହିବା, ସ୍ୱାମୀଙ୍କୁ ଆମେ ସତ କହିବା, ସ୍ତ୍ରୀଙ୍କୁ ମଧ୍ୟ ଆମେ ସତ ମଧ୍ୟ ସବୁବେଳେ କହିବା, ମିଛ କେବେ କହିବା ନାହିଁ, ହେଲା। ଆର୍ଥିକ ବିଷୟ ଲୁଚିବା କିମ୍ବା ସମ୍ପର୍କରେ ମିଛ କହିବା ପ୍ରାୟତଃ ଦ୍ୱନ୍ଦ୍ୱ ଭାଙ୍ଗି ପଡ଼ିଥାଏ। ତ ଆମେ ଆର୍ଥିକ ବିଷୟରେ ତ ମାନେ କ'ଣ ଆର୍ଥିକ ବିଷୟରେ ଲୁଚିବା କିମ୍ବା ସମ୍ପର୍କ ଯଦି ଆମେ ମିଛ କହିବା, ସେଇଠି ଆମର କ'ଣ ଦ୍ୱନ୍ଦ୍ୱ ଏବଂ ସେଇଟା ଭାଙ୍ଗି ପଡ଼ିଥାଏ। ସ୍ୱାୟତ୍ତ ପ୍ରତି ଶାସନ, ପିତାମାତାଙ୍କୁ ଇଚ୍ଛା ଲାଗୁ କରିବା ପରିବର୍ତ୍ତେ ପିଲାମାନଙ୍କୁ ସେମାନଙ୍କର କ୍ୟାରିୟର କିମ୍ବା ସାଥୀ ବାଛିବାକୁ ଅନୁମତି ଦେବା। ତ ପିଲାମାନେ ଯେଉଁ ପିତାମାତା ଯେଉଁ ବାଛନ୍ତି, ମାନେ ତାଙ୍କ ମନ ଇଚ୍ଛା ପିଲାମାନେ ବାଛନ୍ତୁ, ହେଲା, ତାଙ୍କ କ୍ୟାରିୟର ବା ତାଙ୍କ ସାଥୀ ବାଛିବାକୁ ଅନୁମତି ଦେବା। ପତି କିମ୍ବା ପତ୍ନୀଙ୍କ ବ୍ୟକ୍ତିତ୍ୱ, ମତାମତ, କ୍ୟାରିୟର, ପସନ୍ଦ, ବନ୍ଧୁତାକୁ ମଧ୍ୟ ଆମେ ସମ୍ମାନ କରିବା। ତ ବୁଝିପାରୁଛନ୍ତି ପିଲାମାନେ, ଯେଉଁ ସ୍ୱାୟତ୍ତ ପ୍ରତି ସମ୍ମାନ ମାନେ ତାଙ୍କ ଇଚ୍ଛା, ପିଲାମାନେ ଯାହା ଇଚ୍ଛା ଚାହୁଁଛନ୍ତି ସେଇ କ୍ୟାରିୟରରେ ଯାଆନ୍ତୁ ବା ସେଇ ତାଙ୍କ ଜୀବନରେ ସେମିତି ସେ ବନନ୍ତୁ, ବା ସେ ତାଙ୍କ ନିଜ ସାଥୀ ବା ତାଙ୍କ ନିଜ ଲାଇଫ୍ ପାର୍ଟନର ନିଜେ ବାଛନ୍ତୁ। ତ କର୍ତ୍ତବ୍ୟ ଏବଂ ଦାୟିତ୍ୱ, ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପୁତ୍ରର କର୍ତ୍ତବ୍ୟ ଏବଂ ସଙ୍କଟରେ ଭାଇ ଭଉଣୀକୁ ସମର୍ଥନ କରିବା, ଏଇଟା ହେଉଛି ଗୋଟେ ପୁତ୍ରର କର୍ତ୍ତବ୍ୟ ଯଦି ଆମେ କହିପାରିବା, ନିଜ ଭାଇ ଭଉଣୀକୁ ସମର୍ଥନ କରିବା। ପିଲାମାନଙ୍କୁ ଶିକ୍ଷା, ନୈତିକ ମୂଲ୍ୟବୋଧ ଏବଂ ଭାବପ୍ରବଣ ଯତ୍ନ ପ୍ରଦାନ କରିବା ପାଇଁ ପିତାମାତାଙ୍କ ନୈତିକ ଗୁଣ। ତ ଏଇଗୁଡ଼ିକ ସବୁ କ'ଣ ପିଲାମାନେ ନା ନୈତିକ ଦାୟିତ୍ୱ, ଏଗୁଡ଼ିକ ହେଉଛି ପିତାମାତାଙ୍କ କର୍ତ୍ତବ୍ୟ। ତ ସହାନୁଭୂତି ଏବଂ କରୁଣା, ବନ୍ଧୁ କିମ୍ବା ସାଥୀଙ୍କ ସଂଘର୍ଷକୁ ବୁଝିବା ଏବଂ ଭାବପ୍ରବଣ ସମର୍ଥନ ପ୍ରଦାନ କରିବା, ହେଲା। ଗୋଟେ ବନ୍ଧୁଟେ କ'ଣ ଗୋଟେ କଷ୍ଟ ପଡ଼ିଛି ବା ତାକୁ କ'ଣ ଇମୋସନାଲି, ତ ପିଲାମାନେ କ'ଣ ହେଉଛି ନା ଏଇ ଟାଇମ୍ରେ ପ୍ରାୟ ପିଲାମାନେ ଇମୋସନାଲି ଟିକେ ଦୁର୍ବଳ ହେଇଯାନ୍ତି, ୱିକ୍ ହେଇଯାନ୍ତି, ହେଲା, ଏଇ ଏଜ୍ରେ। ତ ସେଥିପାଇଁ ଗୋଟେ ଭଲ ବନ୍ଧୁରେ ରହିଲେ ଆମକୁ ସେ ଇମୋସନାଲି କ'ଣ କନେକ୍ଟ କରିଥାଏ ବା ଇମୋସନାଲି ଆମକୁ ସାହାଯ୍ୟ କରିଥାଏ। ଖାଲି ଆମେ କହିପାରିବାନି ଗୋଟେ ଆମର
ଗାର୍ଲଫ୍ରେଣ୍ଡ ଥିଲେ ହିଁ ହେବ ବା ଆମର ଖାଲି ମାନେ ମହିଳା ବନ୍ଧୁ ଥିଲେ ପୁରୁଷ ବନ୍ଧୁ ମଧ୍ୟ ଆମକୁ ବହୁତ ସାହାଯ୍ୟ କରିବେ ଆମକୁ ମେଣ୍ଟାଲି ବା ଆମକୁ ବହୁତ ମାନେ କ'ଣ ଯେଉଁ ଭାବପ୍ରବଣ ବା ଇମୋସନାଲି ଆମକୁ ବହୁତ ସେ ସାହାଯ୍ୟ କରିବେ। ପରିବାର ଭିତରେ କ୍ଷୋଭ ରଖିବା ଅପେକ୍ଷା ଭୁଲକୁ କ୍ଷମା କରିବା ଏଇଗୁଡ଼ିକ ସବୁ ଗୋଟେ ଗୋଟେ ଆମର କ'ଣ କାର୍ଯ୍ୟ ରହିଛି। ନ୍ୟାୟ ଏବଂ ପକ୍ଷପାତିତା ପିଲାମାନଙ୍କ ମଧ୍ୟରେ ପକ୍ଷପାତିତା ଆଡ଼େବାକୁ ମାନେ ପୁଅକୁ ଭଲ ପାଇବା ଝିଅକୁ ଘୃଣା କରିବା ସେମିତି ନୁହଁ ସମସ୍ତଙ୍କୁ ଆମେ ଭଲ ପାଇବା। ପାରିବାରିକ ବ୍ୟାପାରରେ ମହିଳାମାନଙ୍କ ପାଇଁ ସମାନ ସମ୍ମାନ ଏବଂ ଅଧିକାର ସୁନିଶ୍ଚିତ କରିବା। ତ ସେମିତି ପିଲାମାନେ ରହିଛି ଏଇଟାକୁ ଏତେ କିଛି ମାନେ ଅବୁଝା ଜିନିଷ ତ କିଛି ନାହିଁ ବହୁତ ବଢ଼ିଆ ବଢ଼ିଆ ଜିନିଷ ଦେଇଛି ବୁଝିପାରୁଥିବ ତୁମେ। ତ ଦ୍ୱନ୍ଦ୍ୱ ସମାଧାନ ଦେଖ ହିଂସା ବଦଳରେ ଆମେ ଆଲୋଚନା ଧୈର୍ଯ୍ୟ ଏବଂ ଆପୋଷ ମାଧ୍ୟମରେ ବୈବାହିକ କିମ୍ବା ଭାଇ ଭଉଣୀ ବିବାଦର ପରିଚାଳନା କରିବା। ପ୍ରଭୁତ୍ୱ ଅପେକ୍ଷା ମଧ୍ୟସ୍ଥତା ଏବଂ ସହାନୁଭୂତି ବାଛିବା। ତ ଆମେ ପ୍ରଭୁତ୍ୱ ରଖିବା ନାହିଁ ଆମକୁ ସମସ୍ତେ ପଚାରିବେ ଆମେ କାହାକୁ ପଚାରିବା ସେମିତି ଆମେ ମଧ୍ୟସ୍ଥତା କରିବା ବା ସବୁବେଳେ ଆମେ ସହାନୁଭୂତିକୁ ବୁଝିବା ବୁଝିପାରିଲ ତ। ତାପରେ ଆସିଲା ଘନିଷ୍ଠତାରେ ସମ୍ମତି ଏବଂ ସମ୍ମାନ। ତ ପ୍ରେମପୂର୍ଣ୍ଣ କିମ୍ବା ବୈବାହିକ ସମ୍ପର୍କରେ ପାରସ୍ପରିକ ସମ୍ମତିକୁ ସମ୍ମାନ କରିବା ଏବଂ ବଳପୂର୍ବକ ବ୍ୟବହାର ଏଡ଼େଇବା। ଆମେ ବଳପୂର୍ବକ କିଛି କରିବା ନାହିଁ ଦୁଇ ଜଣଙ୍କର ସମ୍ମତିକୁ ଆମେ ସମ୍ମାନ କରିବା। ବ୍ୟକ୍ତିଗତ ସୀମାକୁ ଚିହ୍ନିବା ହେଲେ ଆମର ଯେତିକି ଲିମିଟ୍ ଆମେ ସେତିକି ଚିହ୍ନିବା। ଆମେ ବେଶୀ ପ୍ରଭୁତ୍ୱ ଦେଖି ମାନି ପ୍ରଭୁତ୍ୱ ମାନେ ନିଜର ଯେଉଁ ପାୱାର କେତେବେଳେ ନିଜର ଦେଖିବାନି। ତ ସାମାଜିକ ସମନ୍ୱୟ ନୈତିକ ବ୍ୟକ୍ତିଗତ ଆଚରଣ ଯଥା ସଚ୍ଚୋଟତା ବିଶ୍ୱସ୍ତତା ଅହିଂସା ବ୍ୟାପକ ସମାଜକୁ ମଜବୁତ କରେ। ତ ସବୁବେଳେ ଆମେ ଏଗୁଡ଼ିକୁ ଆମ ପାଖରେ ଯେମିତି ରହିବ ଏଗୁଡ଼ିକୁ ଆମେ ଟ୍ରାଏ କରିବା ରଖିବା ପାଇଁ ଆମ ପାଖରେ। ଶାନ୍ତିପୂର୍ଣ୍ଣ ପାରିବାରିକ ପରିବେଶ ଅପରାଧ ଶୋଷଣ ଓ ସାମାଜିକ ଉତ୍ତେଜନାକୁ ହ୍ରାସ କରେ। ସେଭଳି ଭାବରେ ବୃତ୍ତିଗତ ଜୀବନରେ ଯଦି ଆମେ ଭୂମିକା ଦେଖିବା ତ ବ୍ୟକ୍ତିଗତ ନୈତିକ ମୂଲ୍ୟବୋଧ ମାନେ ଯେମିତି ସଚ୍ଚୋଟତା ଯତ୍ନଦାୟିତ୍ୱ କାର୍ଯ୍ୟକ୍ଷେତ୍ର ଓ ସାର୍ବଜନିକ ଜୀବନରେ ପ୍ରତିଫଳିତ ହୁଏ। ଉଦାହରଣ ସ୍ୱରୂପ ଯଦି ଆମେ ଦେଖିବା ଯେଉଁ ବ୍ୟକ୍ତି ପରିବାରରେ ସଦସ୍ୟମାନଙ୍କୁ ସମ୍ମାନ ସହିତ ବ୍ୟବହାର କରନ୍ତି ସେ ସହକର୍ମୀ ଏବଂ ଅଧୀନସ୍ଥ କର୍ମଚାରୀଙ୍କୁ ସମ୍ମାନ କରିବାର ସମ୍ଭାବନା ଅଧିକ ଥାଏ। ତ ଏଠି ତ ରହିଛି ପିଲାମାନେ ସେତିକି ଆଉ କିଛି ନାହିଁ। ତାପରେ ଆମେ ଜାଣିବା ସାର୍ବଜନୀନ ସମ୍ପର୍କରେ ନୀତିର ପରିମାଣ ବା ଏବେ ଦେଖିବା ଆମେ ପବ୍ଲିକ୍ ରିଲେସନସିପ୍। ତ ପରବର୍ତ୍ତୀ ଭିଡ଼ିଓରେ ଆମେ ଦେଖିବା ପବ୍ଲିକ୍ ରିଲେସନସିପ୍ ବିଷୟରେ। ତ ଆଜି ପାଇଁ କ୍ଲାସ୍ଟିକୁ ଏଠି ରଖୁଛି ପିଲାମାନେ ରହୁଛି ଜୟ ଜଗନ୍ନାଥ।